ନମସ୍କାର। ଗତ ତାରିଖ 12 ଏବଂ 13 ମେ 2024 ଦିନ 32ତମ ଛାତ୍ରଛାତ୍ରୀ ଓ କର୍ମଚାରୀ ସଭା ରାଜିରା ଏରିଆ ବିଦ୍ୟାଧରପୁର ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା। ଏଠାରେ 33 ଗୋଟି ବିଭିନ୍ନ ଗ୍ରାମରୁ ବା ଚର୍ଚ୍ଚରୁ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ପାଖାପାଖି 800ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଉପସ୍ଥିତ ହୋଇଥିଲେ। ଏହି ସଭାରେ ମୁଖ୍ୟତଃ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସଂଘର ସଭାପତି, ସମ୍ପାଦକ ଏବଂ ରାଜିରା ଏରିଆର ପାଳକ, ଡିକନଗଣ, ପ୍ରତ୍ୟେକ ମଣ୍ଡଳୀର ଚାଳକ, ଅଭିଭାବକଗଣ ଉପସ୍ଥିତ ଏହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ। ପ୍ରଥମ ଦିନ ଏହି ସଭାରେ ପ୍ରାର୍ଥନାର ସହ ପ୍ରାରମ୍ଭିକ ସଙ୍ଗୀତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏବଂ ଅଭ୍ୟର୍ଥନା ସଙ୍ଗୀତ ସ୍ଥାନୀୟ ତଥା ବିଦ୍ୟାଧରପୁର ମଣ୍ଡଳୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ଏବଂ ତ ସଙ୍ଗେ ସଙ୍ଗେ ବାକ୍ୟ ନିମନ୍ତେ ପ୍ରସଙ୍ଗ ବକ୍ତା ଭାବେ ରେଭ୍ ଜୋଖିର ନାଗ ବାଳକ ସୁଦୂର ଟିଟଲାଗଡ଼ରୁ ଆସି ପ୍ରଭୁଙ୍କ ବାକ୍ୟ ଆତ୍ମାରେ ପରିଚାଳନା କରି ଛାତ୍ରଛାତ୍ରୀମାନଙ୍କର ଆଜିର ଆଧୁନିକ ଦୁନିଆରେ ଜାଗତିକ ଶିକ୍ଷା ଏବଂ ଆତ୍ମିକ ଶିକ୍ଷା ସହ ଯୌବନ କାଳରେ କିପରି ଭାବରେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ଭୟ କରି ଏକ ଉତ୍ତମ ଏବଂ ଚରିତ୍ରବାନ ମଣିଷ ହୋଇ ପିତାମାତାଙ୍କର ଆଜ୍ଞାବହ ହୋଇ ଜୀବନଯାପନ କରିବା, ଏହି ବିଷୟରେ ପବିତ୍ର ଧର୍ମଶାସ୍ତ୍ରଙ୍କର ପବିତ୍ର ବାକ୍ୟ ପ୍ରଚାର ପ୍ରସାର କରିଥିଲେ। ତ ସଙ୍ଗେ ସଙ୍ଗେ ସନ୍ଧ୍ୟା ସମୟରେ ଆମର ଆଦିବାସୀ ସଂସ୍କୃତି ପରମ୍ପରା ଅନୁସାରେ ନୃତ୍ୟ, ସଙ୍ଗୀତ, ନାଟକ ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କର ଆତ୍ମିକ ଅଭିବୃଦ୍ଧି ନିମନ୍ତେ ବାଇବେଲ କୁଇଜ୍ ବା ପ୍ରଥମ ଶ୍ରେଣୀଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା। ଯେଉଁମାନେ ଉତ୍ତମ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଭୁଙ୍କ ଦାସ ତଥା ଏରିଆର ପାଳକ ଦ୍ୱାରା ଶେଷ ଗୀତ ସହ ଆଶୀର୍ବାଦ ପ୍ରଦାନ କରି ସଭା ସାଙ୍ଗ କରାଯାଇଥିଲା। ଶେଷରେ ଧନ୍ୟବାଦ, ନମସ୍କାର।